ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି 27 ନଭେମ୍ବର 2025 ମସିହା ଗୁରୁବାର। ଆଜିର ତିଥି ହେଉଛି ଶୁକ୍ଳପକ୍ଷ ସପ୍ତମୀ ତିଥି ଏବଂ ଆଜିର ନକ୍ଷତ୍ର ଧନିଷ୍ଠା ନକ୍ଷତ୍ର। ଆଜିର ସୂର୍ଯ୍ୟ ଉଦୟ ଯଦି ଦେଖିବା ସକାଳ 6:07 ଆରମ୍ଭ ହେବ ଏବଂ ସନ୍ଧ୍ୟା 4:49 ସୂର୍ଯ୍ୟାସ୍ତ ହେବ। ଆଜିର ଶୁଭ ମୁହୂର୍ତ୍ତ ସକାଳ 11:08 ପୁଣି ସକାଳ 11:53 ପର୍ଯ୍ୟନ୍ତ ଏବଂ ଆଜିର ରାହୁକାଳ ହେଉଛି 12:51 PM ପୁଣି 2:10 PM ପର୍ଯ୍ୟନ୍ତ। ଯଦି ଆଜିର ରାଶିଫଳ ଦେଖିବା ତେବେ ପ୍ରଥମେ ମେଷ ରାଶିରେ ଆଜି ଆପଣଙ୍କର ଆତ୍ମବିଶ୍ୱାସ ପ୍ରତି ସମସ୍ତେ ଆକର୍ଷିତ ହେବେ ଏବଂ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କିଛି ନୂତନ ଦାୟିତ୍ୱ ମିଳିପାରେ। ପରିବାର ମାଧ୍ୟମରେ ଆପଣଙ୍କୁ ଖୁସିର ପରିବେଶ ଆଜି ତିଆରି ହେବ ଏବଂ ଆପଣଙ୍କର ଧନ ନେଇ ଛୋଟ ଛୋଟ ଲାଭର ମଧ୍ୟ ସୂଚନା ଅଛି। ସ୍ୱାସ୍ଥ୍ୟ ଆଜି ଆପଣଙ୍କର ଭଲ ରହିବ, କିନ୍ତୁ ଅତି କ୍ଳାନ୍ତ ଆଜି କରିବେ ନାହିଁ, ନିଜକୁ ବେଶୀ ପରିଶ୍ରମ କରିବେ ନାହିଁ ଏବଂ ଯାତ୍ରା ପାଇଁ ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ଏବଂ ଉପଯୁକ୍ତ ମଧ୍ୟ। ଏହାପରେ ଆସନ୍ତୁ ଦେଖିବା ବୃଷ ରାଶି। ବୃଷ ରାଶିରେ ଆଜି ଆପଣଙ୍କ ମନରେ ବହୁତ ଗୁଡ଼ିଏ ସୁନ୍ଦର ଚିନ୍ତା ଆସିବ। ବ୍ୟବସାୟରେ ଆପଣ ନୂତନ ସଂଯୋଗ ହେବାର ମଧ୍ୟ ସମ୍ଭାବନା ରହିଛି ଏବଂ ପାରିବାରିକ ମାମଲାରେ ଆଜି ଆପଣଙ୍କର ଯେଉଁ ଶତ୍ରୁତା ଅଛନ୍ତି ଆଲୋଚନା ମାଧ୍ୟମରେ ତାର ସମାଧାନ ହେବ, ଶାନ୍ତି ପ୍ରତିଷ୍ଠା ହେବ ଏବଂ ଆପଣଙ୍କର ଆଜିର ଦିନରେ କିଛି ଖର୍ଚ୍ଚ ହେବାର ସମ୍ଭାବନା ରହିଛି, ତେଣୁ ନିଜକୁ ନିୟନ୍ତ୍ରଣ କରି ଖର୍ଚ୍ଚ କରନ୍ତୁ। ସ୍ୱାସ୍ଥ୍ୟ ଅବସ୍ଥାରେ ମଧ୍ୟ ଆପଣଙ୍କୁ ଟିକେ ହାଲକା କ୍ଳାନ୍ତି ଦେଖାଦେବ ଏବଂ ମିତ୍ରମାନଙ୍କର ସହାୟତା ଆଜି ଆପଣଙ୍କୁ ମିଳିବ। ଏହାପରେ ଆସନ୍ତୁ ଦେଖିବା ମିଥୁନ ରାଶି। ମିଥୁନ ରାଶିରେ ଆଜି ଆପଣଙ୍କର କାମରେ ଅଗ୍ରଗତି ହେବାର ଦିନ ଏବଂ ଆପଣ ଯଦି ଆଜି କିଛି ଯୋଜନା ଆରମ୍ଭ କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ଅଟେ। ପରିବାରରେ କାହାର ଦେହ ଗୋଟେ ଖରାପ ହୋଇପାରେ ଏବଂ ସେଥିପ୍ରତି ଆପଣ ଟିକେ ସଚେତନ ରୁହନ୍ତୁ ଏବଂ ପରିବାର ସହିତ ଆଜିର ଦିନଟି ମଧ୍ୟ ଆପଣଙ୍କର ଭଲରେ କଟିବ। ଆଜିର ଦିନଟି ବ୍ୟବସାୟ ପାଇଁ ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ସୁଯୋଗ ଅଛି ଏବଂ ଯଦି ଆପଣ କୌଣସି ଦୂର ସ୍ଥାନ ହେଉ କି ପାଖକୁ ହେଉ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ତେଣୁ ସ୍ୱାସ୍ଥ୍ୟକୁ ଜଗି ରହି ଟିକେ ଆପଣ ଚଳନ୍ତୁ। ଆପଣଙ୍କୁ ସାମାନ୍ୟ ଦେହ ଖରାପ ହୋଇପାରେ, ଥଣ୍ଡା ଜ୍ୱର କିମ୍ବା ଶୀତ ଜ୍ୱର ମଧ୍ୟ ଆପଣଙ୍କୁ ହୋଇପାରେ। ତାପରେ ଦେଖିବା କର୍କଟ ରାଶି। କର୍କଟ ରାଶିରେ ଆଜି ଆପଣଙ୍କର ଭାବନା ଅଧିକ ସ୍ୱଭାବକୁ ଆପଣଙ୍କର ପ୍ରଭାବିତ କରିବ ଏବଂ ଘରୋଇ କାର୍ଯ୍ୟରେ ଆଜି ଆପଣ ବ୍ୟସ୍ତ ରହିବେ। ଆପଣଙ୍କର ଆଜି ଧନ ଲାଭ ହୋଇପାରେ, କିନ୍ତୁ ଖର୍ଚ୍ଚ ମଧ୍ୟ ଅଧିକ ଅଛି। ଯୁବବର୍ଗମାନଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଭଲ ଅଟେ ଏବଂ କିଛି ଗୋଟେ ଭଲ ଖବର ମଧ୍ୟ ମିଳିପାରେ। ସ୍ୱାସ୍ଥ୍ୟ ଆପଣଙ୍କର ସାଧାରଣ ରହିବ ଏବଂ ମିତ୍ରମାନଙ୍କ ସହିତ ଆଜି ଆପଣଙ୍କର ଭେଟ ହୋଇପାରେ। ଯେଉଁ ପୁରୁଣା ସାଙ୍ଗମାନେ ଆପଣଙ୍କର ଅଛନ୍ତି ସେମାନେ ଆପଣଙ୍କ ସହିତ ଆଜି ମିଶି ପାରନ୍ତି ବା ଦେଖା ହୋଇପାରନ୍ତି। ଏହାପରେ ଆସନ୍ତୁ ଦେଖିବା ସିଂହ ରାଶି। ସିଂହ ରାଶିରେ ଆଜି ଆପଣଙ୍କର ନେତୃତ୍ୱ ଗୁଣ ସବୁଠାରୁ ମନକୁ ଛୁଇଁବ ଏବଂ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଆଜି ବହୁତ ଗୁଡ଼ିଏ ପ୍ରଶଂସା ମଧ୍ୟ ମିଳିବ। ଧନ ଲାଭ ତଥା ନୂତନ ସୁଯୋଗ ମଧ୍ୟ ଆପଣଙ୍କ ପାଇଁ ରହିଛି। ପରିବାରରେ ଆନନ୍ଦ ଏବଂ ଅନୁକୂଳତା ମଧ୍ୟ ମିଳିବ। ସ୍ୱାସ୍ଥ୍ୟ ଆପଣଙ୍କର ଆଜି ବହୁତ ଭଲ ରହିବ, ସେଥିପାଇଁ କୌଣସି ଭୟ କରନ୍ତୁ ନାହିଁ ଏବଂ ଆଜି ମଧ୍ୟ ଆପଣ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ଏହାପରେ ଆସନ୍ତୁ ଦେଖିବା କନ୍ୟା ରାଶି। କନ୍ୟା ରାଶିରେ ଆଜି କାମକୁ ନେଇ ଆପଣ ସଜାଗ ରୁହନ୍ତୁ ଏବଂ ଧ୍ୟାନ ଦିଅନ୍ତୁ, କାରଣ ଆଜି କୌଣସି କାମ ଆପଣଙ୍କର ଏପଟ ସେପଟ ହେବାର ସମ୍ଭାବନା ଅଛି ଏବଂ ଆଜି ମଧ୍ୟ ଆପଣଙ୍କର ଅନେକ ଅପୂର୍ଣ୍ଣ କାମ ଆଜି ତାର ସମାଧାନ ହେବ। ଏବଂ ଧନ ବିଷୟରେ ଯଦି ଆମେ କହିବା ତେବେ ଆପଣଙ୍କର ସାଧାରଣ ଲାଭ ହେବ। ପରିବାରରେ କାହା ସହିତ ଆପଣଙ୍କର ଗୋଟେ ଝଗଡ଼ା ହୋଇପାରେ, ତେଣୁ ସେଥିପାଇଁ କଥାବାର୍ତ୍ତାରେ ଆପଣ ସଂଯମତା ଅବଲମ୍ବନ କରନ୍ତୁ। ସ୍ୱାସ୍ଥ୍ୟରେ ବିଶେଷ କରି ଆପଣଙ୍କର ପେଟ ଜନିତ ସମସ୍ୟା ମଧ୍ୟ ଆଜି ଆପଣଙ୍କର ହୋଇପାରେ, ତେଣୁ ଖାଇବା ଉପରେ ଆପଣ ନିଶ୍ଚିତ ନିୟନ୍ତ୍ରଣ ରଖନ୍ତୁ ଏବଂ ଆଜି ମଧ୍ୟ ସବୁଠାରୁ ସାବଧାନତା ଅବଲମ୍ବନର ଦିନ, ତେଣୁ ଆପଣ ନିଜେ ସେହି ଅନୁସାରେ ନିଜକୁ ଚଳନ୍ତୁ। ଏହାପରେ ତୁଳା ରାଶି। ତୁଳା ରାଶିରେ ଆଜି ଆପଣଙ୍କର ସମନ୍ୱୟ ଓ ସମ୍ମାନ ଉଭୟ ଆପଣଙ୍କର ଶକ୍ତି ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ମଧ୍ୟ ଉନ୍ନତି ଦେଖାଯିବ ଏବଂ ଆପଣଙ୍କର ଧନ ନେଇ ଭାଗ୍ୟ ଆଜି ଆପଣଙ୍କୁ ସାହାଯ୍ୟ କରିବ। କିଛି ଗୋଟେ ହଠାତ୍ ଜିନିଷ ବି ମିଳିବାର ସମ୍ଭାବନା ରହିଛି। ପରିବାର ମଧ୍ୟରେ ଆପଣଙ୍କର ଶାନ୍ତି ଏବଂ ସ୍ଥିରତା ବଜାୟ ରହିବ। ଶାରୀରିକ ଭାବେ ଆପଣ ସକ୍ରିୟ ହେବେ, ଦେହ ଭଲ ରହିବ ଏବଂ ମିତ୍ରମାନଙ୍କ ସହିତ ମଧ୍ୟ ଆଜି ଆପଣଙ୍କର ଦିନ ଭଲରେ କଟିବ। ଏହାପରେ ଆସନ୍ତୁ ଦେଖିବା ବିଛା ରାଶି। ବିଛା ରାଶିରେ ଆଜି ଗୁପ୍ତ ଶକ୍ତି ଓ ଅନୁଭବ ଆପଣଙ୍କର ମଜବୁତ ରହିବ। କାମରେ ଆଜି ଆପଣଙ୍କୁ ଚାପ ଦେଖାଯିବ
କିନ୍ତୁ ଫଳ ଭଲ ମିଳିବ। ଧନ ବିଷୟରେ ଯଦି କହିବା ତେବେ ଆପଣ ଟିକେ ସାବଧାନତା ଅବଲମ୍ବନ କରନ୍ତୁ। ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି ଏବଂ ପରିବାର ମଧ୍ୟରେ ମଧ୍ୟ ଉତ୍ତେଜନା ସୃଷ୍ଟି ହୋଇପାରେ। ସ୍ୱାସ୍ଥ୍ୟରେ ପୁରୁଣା ରୋଗ ଆପଣଙ୍କ ଶରୀରରେ ଯାହା ବି ଅଛି ତାହା ଆପଣଙ୍କୁ ଆଉଥରେ ସେ ରୋଗର ସମ୍ଭାବନା ଅଛି ବା ରୋଗର ଚେତାବନୀ ମଧ୍ୟ ଅଛି। ଆପଣଙ୍କୁ କୌଣସି ଗୋଟେ ସମସ୍ୟା ଆସିପାରେ ପୁରୁଣା ରୋଗ ନେଇ ଏବଂ ବାକି ଆଜିର ଦିନଟି ଆପଣଙ୍କର ଭଲରେ ରହିବ। ତେଣୁ ଆଜି ଦିନଟିକୁ ଆପଣ ଧ୍ୟାନ ଓ ଶାନ୍ତିରେ ବିତାଇ ଦିଅନ୍ତୁ। ଏହାପରେ ଆସନ୍ତୁ ଦେଖିବା ଧନୁରାଶି। ଧନୁରାଶିରେ ଆପଣଙ୍କୁ ଭ୍ରମଣ ଓ ଶିକ୍ଷାର ଦିନ ଆଜି ଆପଣଙ୍କୁ ବିଶେଷ ଭାବରେ ପ୍ରଭାବିତ କରିବ ଏବଂ କାମରେ ନୂତନ ସଫଳତା ମଧ୍ୟ ଆଜି ଆପଣଙ୍କୁ ମିଳିବ। ଧନ ନେଇ ଅପେକ୍ଷା ଠାରୁ ଭଲ ପରିଣାମ ମଧ୍ୟ ମିଳିପାରେ। ପରିବାର ସହ ଆଜି ଆପଣଙ୍କର ସମୟ ବହୁତ ଭଲରେ କଟିବ। ସ୍ୱାସ୍ଥ୍ୟ ମଧ୍ୟ ଆଜି ଆପଣଙ୍କର ଭଲ ରହିବ, କିନ୍ତୁ ଅତ୍ୟଧିକ ଯାତ୍ରାକୁ ଆପଣ ଆଜି ଦୂରେଇ ରଖନ୍ତୁ ବା ଏଡ଼େଇ ଯାଆନ୍ତୁ ଏବଂ ମିତ୍ରଙ୍କ ସହିତ ଆଜି ମଧ୍ୟ ବହୁତ ମଜାମସ୍ତି କରିବେ ଏବଂ କଥାବାର୍ତ୍ତା ମଧ୍ୟ ଉତ୍ତମ ହେବ। ଏହାପରେ ଆସନ୍ତୁ ଦେଖିବା ମକର ରାଶି। ମକର ରାଶିରେ ଆଜି ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ଗମ୍ଭୀରତା ଆପଣଙ୍କର ଶକ୍ତି ହେବ। ଆଜି କୌଣସି ବଡ଼ ପ୍ରକଳ୍ପର ସୁଯୋଗ ଆପଣଙ୍କ ପାଇଁ ରହିଛି ଏବଂ ଆପଣଙ୍କର ଧନ ନେଇ ଆପଣଙ୍କର ସାଧାରଣ ଗତି ରହିବ, ସାଧାରଣ ଲାଭ ହେବ। ପରିବାରରେ ଆପଣଙ୍କୁ କେହି ଜଣେ କାର୍ଯ୍ୟରେ ଆପଣଙ୍କୁ ସହଯୋଗ କରିବେ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଆଜି ଭଲ ରହିବ ଏବଂ ଅଧିକ କାମରେ ଆଜି ମନ ଦିଅନ୍ତୁ, ନଜର ଦିଅନ୍ତୁ, ଆପଣଙ୍କୁ ଫଳ ଭଲ ମିଳିବ। ଏହାପରେ ଆସନ୍ତୁ ଦେଖିବା କୁମ୍ଭ ରାଶି। କୁମ୍ଭ ରାଶିରେ ଆଜି ଆପଣଙ୍କର ନୂତନ ଚିନ୍ତା ଓ ଆବିଷ୍କାରୀ ଧାରଣା ଆଜି ଆପଣଙ୍କ ମନକୁ ଆସିବ ଏବଂ କାମରେ ନୂତନ ଦଳୀୟ ସହଯୋଗ ମଧ୍ୟ ମିଳିବ। ଧନ ନେଇ ଆପଣଙ୍କର ଭଲ ସମୟ ଅଛି ଆଜିର ଦିନଟି ପାଇଁ। ପରିବାର ମଧ୍ୟ ଆପଣଙ୍କୁ ସହଯୋଗ କରିବେ ଏବଂ ସ୍ୱାସ୍ଥ୍ୟ ଆପଣଙ୍କର ଅତି ଉତ୍ତମ ରହିବ ଏବଂ ଆଜି କୌଣସି ଯଦି ନୂତନ ପ୍ରସ୍ତାବ ଆସୁଛି ତେବେ ଆପଣ ତାହାକୁ ଗ୍ରହଣ କରନ୍ତୁ, ତାହା ଆପଣଙ୍କ ପାଇଁ ମଙ୍ଗଳ ହେବ। ଏହାପରେ ଆସନ୍ତୁ ଦେଖିବା ମୀନ ରାଶି। ମୀନ ରାଶିରେ ଆଜି ଆପଣଙ୍କର ମନ ଅଧିକ ସେଣ୍ଟିମେଣ୍ଟାଲ ରହିପାରେ, ଆପଣ ଇମୋସନ୍ ହୋଇପାରନ୍ତି। କଳା, ସଙ୍ଗୀତ ଓ କବିତାରେ ଆପଣଙ୍କର ଆସକ୍ତି ବଢ଼ିବ ଏବଂ କାମରେ ମଧ୍ୟ ଆଜି ଆପଣଙ୍କର ଏପଟ ସେପଟ ହେବାର ସମ୍ଭାବନା ଅଛି। ତେଣୁ ଏକାଗ୍ରତାର ସହିତ ଆଜି ଆପଣ କାର୍ଯ୍ୟ କରନ୍ତୁ। ଧନ ନେଇ ଆପଣଙ୍କର ମନ ମଧ୍ୟରେ ବା ଅନ୍ୟମାନଙ୍କ ସହିତ ଛୋଟ ଛୋଟ ମତଭେଦ ମଧ୍ୟ ହୋଇପାରେ। ତେଣୁ ଯୁକ୍ତିତର୍କ ଆଜିର ଦିନରେ କରନ୍ତୁ ନାହିଁ। ସ୍ୱାସ୍ଥ୍ୟରେ ଆପଣଙ୍କର ଟିକେ ବିଗିଡ଼ିବ ଏବଂ ସେଥିପାଇଁ ଖାଇବାକୁ ନିଶ୍ଚିତ ଭାବରେ ଆପଣ ନିୟନ୍ତ୍ରଣ କରନ୍ତୁ ଏବଂ ପରିବାର ସହିତ ଆଜି ସମୟ ବିତାନ୍ତୁ, କାରଣ ଆଜିର ଦିନଟି ଆପଣ ଘରେ ବିତେଇ ପାରିବେ ଏବଂ ଆପଣଙ୍କ ଦେହ ମଧ୍ୟ ସାମାନ୍ୟ ବିଗିଡ଼ିବାର ସମ୍ଭାବନା ଅଛି। ସାଙ୍ଗମାନେ, ଭିଡ଼ିଓଟି ଯଦି ଭଲ ଲାଗିଥାଏ ତେବେ ନିଶ୍ଚିତ ଭାବରେ ଲାଇକ୍ କରନ୍ତୁ ଏବଂ ସେୟାର କରି ସମସ୍ତଙ୍କ ନିକଟରେ ପହଞ୍ଚାନ୍ତୁ। ଜୟ ଜଗନ୍ନାଥ।